ସମସ୍ତଙ୍କୁ ନମସ୍କାର ଜଣାଇ ମିନି ଜିକେ କ୍ଲାସକୁ ସ୍ୱାଗତ କରୁଛି। ଆସନ୍ତୁ ଟିକେ ହସିବା ଓ ହସି ହସି ପ୍ରଶ୍ନଗୁଡ଼ିକର ମଜା ନେବା। ପ୍ରଶ୍ନ ନମ୍ବର 1 ସୁନ୍ଦର ପ୍ରଶ୍ନଟିଏ। ଜନ୍ମ ଦେଲା ରାତି ତାକୁ ସକାଳ କଲା ଯବାନ, ଦିନ ପଳେଇ ଗଲେ ଚାଲି ଯାଇଥାଏ ତାହାର ଜୀବନ। କହିଲ ଦେଖି ସେ କିଏ ଅଟେ? ଉତ୍ତର ଖବରକାଗଜ। ପ୍ରଶ୍ନ ନମ୍ବର 2 ତାହା କ'ଣ ଯେଉଁଥିରେ ପଶିବା ବହୁତ ସହଜ କିନ୍ତୁ ବାହାରିବା ବହୁତ କଷ୍ଟ? ଉତ୍ତର ସମସ୍ୟା। ପ୍ରଶ୍ନ ନମ୍ବର 3 ଏମିତି ଗୋଟିଏ ଶବ୍ଦର ନାମ କୁହନ୍ତୁ ଯେଉଁଠାରେ ରାମର ନାମ ହୋଇଥିଲେ ମଧ୍ୟ ଲୋକେ ତାକୁ ଖରାପ କହନ୍ତି। ଉତ୍ତର ହାରାମ। ପ୍ରଶ୍ନ ନମ୍ବର 4 ଗୋଟିଏ ଗାଡ଼ିର 4ଟି ପାଇଲଟ, ସେ କେଉଁ ଗାଡ଼ି? ଉତ୍ତର କୋକେଇ। ପ୍ରଶ୍ନ ନମ୍ବର 5 କିଏ ସବୁବେଳେ ପାଇଁ ନିଜର ମୁହଁକୁ ମାଟିରେ ଘଷୁଥାଏ? ଉତ୍ତର ଝାଡ଼ୁ। ପ୍ରଶ୍ନ ନମ୍ବର 6 ମଜା ପ୍ରଶ୍ନଟିଏ। ସ୍ତ୍ରୀ ସମସ୍ତଙ୍କର ନିଏ କିନ୍ତୁ ସ୍ୱାମୀର ନିଏନି, କୁହନ୍ତୁ କ'ଣ? ଉତ୍ତର ନାମ। ପ୍ରଶ୍ନ ନମ୍ବର 7 ଜଣେ ନାରୀର ସମସ୍ତ ଜିନିଷ ତାର ସ୍ୱାମୀ ଦେଖିଥାଏ, ମାତ୍ର କେବଳ ଗୋଟିଏ ଜିନିଷ ଦେଖିପାରି ନଥାଏ, କୁହନ୍ତୁ କ'ଣ? ଉତ୍ତର ସ୍ତ୍ରୀର ବିଧବା ରୂପ। ପ୍ରଶ୍ନ ନମ୍ବର 8 ତାହା କେଉଁ ଜିନିଷ ଆମେ ଥରେ କିଣି ବର୍ଷେ ବ୍ୟବହାର କରିଥାଉ? ଉତ୍ତର କ୍ୟାଲେଣ୍ଡର। ପ୍ରଶ୍ନ ନମ୍ବର 9 ଏମିତି କେଉଁ ଜିନିଷ ଅଛି ଯାହା ଆଲୋକରେ ଆପଣଙ୍କ ପିଛା ଛାଡ଼େ ନାହିଁ? ଉତ୍ତର ଆପଣଙ୍କର ଛାଇ। ପ୍ରଶ୍ନ ନମ୍ବର 10 କେଉଁ ଜୀବର ଗୋଡ଼ରେ କାନ ଅଛି? ଉତ୍ତର ଝିଣ୍ଟିକା। ପ୍ରଶ୍ନ ନମ୍ବର 11 ଚତୁର ପ୍ରଶ୍ନଟିଏ। ସେହି ଜିନିଷଟି କ'ଣ ଯାହାର ଅନୁଭୂତି କାହାରି ପାଖରେ ନଥାଏ ଏବଂ ଏହି ଅନୁଭୂତି ଯାହାକୁ ମିଳିଥାଏ ସେ କାହାରିକୁ କହିପାରେ ନାହିଁ? ଉତ୍ତର ମରିଯିବାର ଅନୁଭୂତି। ପ୍ରଶ୍ନ ନମ୍ବର 12 ଯାହା ସବୁବେଳେ ଆସୁଛି କିନ୍ତୁ କେବେ ଆସେନି, କୁହନ୍ତୁ କ'ଣ? ଉତ୍ତର ଆସନ୍ତାକାଲି। ପ୍ରଶ୍ନ ନମ୍ବର 13 ଆପଣଙ୍କ ସମସ୍ୟା ଦୂର କରିଥାଏ, ଅଲଗା ଅଲଗା ଭାଗ କରିଥାଏ, ଦାନ୍ତ ଥାଏ କିନ୍ତୁ ସେ କାହାରିକୁ କାମୁଡ଼ି ନଥାଏ, କହିଲ ଦେଖି ସେ କିଏ? ଉତ୍ତର ପାନିଆ। ପ୍ରଶ୍ନ ନମ୍ବର 14 ମଜା ପ୍ରଶ୍ନଟିଏ। କେଉଁ ଗ୍ରାମରେ
ଲୋକେ ରହନ୍ତି ନାହିଁ? ଉତ୍ତର କିଲୋଗ୍ରାମ। ପ୍ରଶ୍ନ ନମ୍ବର 15 ସୁନ୍ଦର ପ୍ରଶ୍ନଟିଏ। ବାପାଙ୍କର ଭଉଣୀ ସିଏ, ଜେଜେଙ୍କର ଝିଅ, ବୋଉର ସେ ନଣନ୍ଦ ହେବ, କିଏ ସେ କୁହ? ଉତ୍ତର ପିଉସୀ ନାନୀ। ପ୍ରଶ୍ନ ନମ୍ବର 16 କେଉଁ ଗୁଆ ଖାଇ ହୁଏ ନାହିଁ? ଉତ୍ତର ଶାଗୁଆ। ପ୍ରଶ୍ନ ନମ୍ବର 17 ମଜା ପ୍ରଶ୍ନଟିଏ। କେଉଁ ବନରେ ଗଛ ନାହିଁ? ଉତ୍ତର ପବନରେ। ପ୍ରଶ୍ନ ନମ୍ବର 18 ଆଖିରେ କଳାପଟି, ହାତରେ ନିକିତି, ଏହା କାହାର ପ୍ରତୀକ ଅଟେ? ଉତ୍ତର ନ୍ୟାୟ। ପ୍ରଶ୍ନ ନମ୍ବର 19 ମଜା ପ୍ରଶ୍ନଟିଏ। କ'ଣ ହେଲେ ପିଲା ବାହାରନ୍ତି? ଉତ୍ତର ସ୍କୁଲରେ ଘଣ୍ଟା ବାଜିଲେ ପିଲାମାନେ ବାହାରି ଆସନ୍ତି। ପ୍ରଶ୍ନ ନମ୍ବର 20 ମଜାଦାର ପ୍ରଶ୍ନଟିଏ। ତାହା କେଉଁ ଜିନିଷ ସ୍ୱାମୀ ପାଖରେ ଦୁଇଟି ଓ ସ୍ତ୍ରୀ ପାଖରେ ଗୋଟିଏ? ଉତ୍ତର ଅକ୍ଷର, କାରଣ ସ୍ୱାମୀ ଦୁଇଟି ଅକ୍ଷର ଏବଂ ସ୍ତ୍ରୀ ଗୋଟିଏ ଅକ୍ଷର। ଆପଣମାନଙ୍କ ପାଇଁ ମଜାଦାର ପ୍ରଶ୍ନଟିଏ। ଏମିତି କ'ଣ ଲିକ୍ୱିଡ ଅଛି ଯାହାକୁ ଗରମ କଲେ ସଲିଡ୍ ହୋଇଯାଏ? ଉତ୍ତରଟି ଜାଣିଥିଲେ କମେଣ୍ଟରେ ଲେଖନ୍ତୁ। ଧନ୍ୟବାଦ।